ବାଡ଼ିକି ଯାଇ ମାମା କିଛି ଗିମା ଶାଗ ତୋଳି ଆଣିଲି। ଶାଗକୁ ଭଲ ଭାବେ ଧୋଇ ସେଥିରେ ଅଳ୍ପ ବିରି ବଟା ମିଶାଇଲେ। ଏବେ ଏଥିରେ କିଛି ଜିରା ଓ ରସୁଣ ମିଶାଇ ଗ୍ରାଇଣ୍ଡ କଲେ ଓ କଞ୍ଚା ଲଙ୍କାକୁ ଅପସନାଲ ରଖିଲେ। ଏହାପରେ ଏଥିରେ କିଛି କଟା ପିଆଜ ଓ ବେସନ ମିଶାଇ ଭଲ ଭାବେ ଗୋଳାଇ ଦେଲେ। କିଛି ସମୟ ପରେ ଧିମା ଆଞ୍ଚରେ ରିଫାଇନ୍ ଅଏଲରେ ଏହି ବରାକୁ ଫ୍ରାଏ କରିବାକୁ ଆରମ୍ଭ କଲେ। ଏହି ବରା ଛୋଟ ପିଲାମାନଙ୍କର କୁମି ଦୂର କରିବା ପାଇଁ ଓ ଡାଇବେଟିସ୍ ଲୋକମାନଙ୍କର ଡାଇବେଟିସ୍ କମାଇବା ପାଇଁ ମଧ୍ୟ ଆମେ ଏହି ବରାକୁ ଖାଇପାରିବା। ଏବଂ ଆମେ ଏବେ ଦେଖିବା ଆୟାଂଶ ବାବା କିପରି ଗିମା ବରା ଖାଉଛନ୍ତି ଓ ତାଙ୍କୁ ଭଲ ଲାଗୁଛି କି ନାହିଁ। ଭିଡ଼ିଓଟିକୁ ଲାଷ୍ଟ ଯାଏ ଦେଖନ୍ତୁ। ଯଦି ଭଲ ଲାଗିଲା, ଉପକାରୀ ଲାଗିଲା, ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ପାଇଁ ବିଲକୁଲ ଭୁଲନ୍ତୁ ନାହିଁ। ଜୟ ଜଗନ୍ନାଥ।